କାହାର ଅଭ୍ୟାସ ହୋଇଯିବା ପ୍ରେମ ହେବାଠାରୁ ବି ଅଧିକ ବିପଜ୍ଜନକ। ଆଜି ତୁମକୁ ସେହି ଅଭ୍ୟାସ ହିଁ ଶୋଇବାକୁ ଦେଉନି। ତୁମେ ଭାବୁଛ କାହିଁକି ସେ ବଦଳିଗଲା, କାହିଁକି ତାକୁ ତୁମ ଲୁହ ଦେଖାଯାଉନି। ରାତି 2ଟା, ଆଖି ବନ୍ଦ କଲେ ମଧ୍ୟ ନିଦ ଆସୁନି। ମୋବାଇଲ ଖୋଲିଲେ କେବଳ ତାରି କଥା, ସେହି ଚାଟ୍ ଆଉ ସେହି ସ୍ମୃତି। ତୁମେ ଦୁର୍ବଳ ନୁହଁ, ତୁମେ କେବଳ ଅଧିକ ଭଲ ପାଇଥିଲ। ଯଦି ରାତି ସାରା ସେ ମନେ ପଡୁଛି, ତେବେ ଏହି ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ଏହି ଭିଡିଓଟି ସେଇମାନଙ୍କ ପାଇଁ ଯେଉଁମାନେ ନିଜ ମୋବାଇଲ ନୋଟିଫିକେସନକୁ ଚାହିଁ ଚାହିଁ ରାତି ପାହି ଦେଉଛନ୍ତି, ଯେଉଁମାନେ ଆଜି ଏମିତି ଏକ ମୋଡ଼ରେ ଠିଆ ହେଇଛନ୍ତି ଯେଉଁଠି ସାମ୍ନା ଲୋକ ତୁମକୁ ଭୁଲି ବହୁତ ଖୁସିରେ ଅଛି, କିନ୍ତୁ ତୁମେ ତାଙ୍କୁ ମନରୁ କାଢି ପାରୁନ। ତୁମକୁ ଲାଗୁଛି ସେ ତୁମର ଦୁନିଆ ଥିଲା, କିନ୍ତୁ ଆଜି ସେ ତୁମକୁ ଗୋଟିଏ ମେସେଜ କରିବାକୁ ବି ଉଚିତ ମନେ କରୁନି। ଯଦି ତୁମେ ଚାହୁଁଛ ସେ ବ୍ୟକ୍ତିଟି ତୁମର ମୂଲ୍ୟ ବୁଝୁ, ଯଦି ତୁମେ ଚାହୁଁଛ ସେ ତୁମକୁ ଖୋଜିବାକୁ ବାଧ୍ୟ ହେଉ, ତେବେ ଆଜିର ଏହି ଭିଡିଓ ତୁମର ଜୀବନ ବଦଳାଇ ଦେବ। ତୁମେ ତାକୁ ବହୁତ ଭଲ ପାଉଥିଲ, ତୁମେ ନିଜର ଆତ୍ମସମ୍ମାନକୁ ତା ପାଦ ତଳେ ବିଛାଇ ଦେଇଥିଲ। ଯେତେବେଳେ ସେ ଇଗ୍ନୋର କଲା, ତୁମେ ଅଧିକ ତା ପଛରେ ପଡ଼ିଲ। ତୁମେ ଭାବିଲ କାନ୍ଦିଲେ ବା ଗୁହାରି କଲେ ସେ ଫେରି ଆସିବ, କିନ୍ତୁ ମନେ ରଖ, ଭିକ ମାଗିଲେ ଦାନ ମିଳେ, ପ୍ରେମ ନୁହେଁ। ତୁମେ ରାତି ସାରା ଶୋଇପାରୁନ, କାରଣ ତୁମେ ତାର ପୁରୁଣା ମେସେଜ ପଢୁଛ, ତାର ଲାଷ୍ଟ ସିନ୍ ଚେକ୍ କରୁଛ। ତୁମେ ନିଜକୁ କଷ୍ଟ ଦେଇ ତାର କଣ କ୍ଷତି କରୁଛ? ସେ ତ ଆରାମରେ ଶୋଇଛି, ଆଉ ତୁମେ ଏଠି ଲୁହ ଗଡାଉଛ। ଦିନରେ ସମସ୍ତଙ୍କ ଆଗରେ ହସୁଛ, କିନ୍ତୁ ରାତି ହେଲେ କିମ୍ବା ଏକୁଟିଆ ହୋଇଗଲେ ମନ ଭାଙ୍ଗି ଯାଉଛି। କାରଣ ସେ ଲୋକଟି ଯିଏ ଗୋଟିଏ ଦିନ କହୁଥିଲା କି ମୁଁ ତୁମକୁ ଛାଡ଼ି ପାରିବିନି, ଆଜି ସେହି ଲୋକ ତୁମ ମେସେଜ ମଧ୍ୟ ଦେଖୁନାହିଁ। ସମସ୍ୟା ଏହା ନୁହେଁ ଯେ ସେ ଚାଲିଗଲା, ସମସ୍ୟା ହେଉଛି ସିଏ ତୁମ ମନରୁ ଯାଉନାହିଁ। ଏବେ ଶୁଣ ସେହି କାମ ଯାହା ତୁମକୁ କରିବାକୁ ହେବ। ପ୍ରଥମ, ନୀରବତା, ଦ ପାୱାର ଅଫ୍ ସାଇଲେନ୍ସ। ଆଜିଠାରୁ ତାକୁ ମେସେଜ କରିବା, ଷ୍ଟାଟସରେ ଦୁଃଖ ଭରା ସାଇରି ପକାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଯେତେବେଳେ ତୁମେ ନିର୍ଦ୍ଦିଷ୍ଟ ହୋଇଯିବ, ସେତେବେଳେ ତା ମନରେ ପ୍ରଶ୍ନ ଆସିବ, ଏ ବ୍ୟକ୍ତିଟି କୁଆଡ଼େ ଗଲା? ତୁମର ନୀରବତା ତାକୁ ତୁମ ମେସେଜ ଅପେକ୍ଷା ଅଧିକ କଷ୍ଟ ଦେବ। ତୁମର ଉପସ୍ଥିତିକୁ ଏମିତି ବନାଅ ଯେମିତି ସିଏ ତୁମକୁ ଖୋଜିବ, ତୁମେ ତାକୁ ନୁହେଁ। ଆଜିଠାରୁ ସମ୍ପୂର୍ଣ୍ଣ ଗାୟବ ହୋଇଯାଅ। ତାର କୌଣସି ଷ୍ଟାଟସ ଦେଖନି କି ନିଜେ କୌଣସି ଦୁଃଖୀ ଷ୍ଟାଟସ ଦିଅନି। ଦ୍ୱିତୀୟରେ, ନିଜକୁ ବଦଳାଅ, ସେଲ୍ଫ ଟ୍ରାନ୍ସଫର୍ମେସନ। ମନେ ରଖ, କଠୋର ପରିଶ୍ରମ ଦ୍ୱାରା ଭାଗ୍ୟରେଖା ବଦଳା ଯାଇପାରିବ। ତୁମେ ତା ପଛରେ ନ ଗୋଡ଼ାଇ ନିଜ କାମ ପଛରେ ଗୋଡ଼ାଅ। ନିଜକୁ ଏମିତି ଏକ ସ୍ତରକୁ ନେଇଯାଅ ଯେମିତି ସିଏ ତୁମକୁ ଦେଖିବାକୁ ତରସିବ। ସଫଳତା ହିଁ ସବୁଠାରୁ ବଡ଼ ପ୍ରତିଶୋଧ। ବିଶ୍ୱାସ ବଳେ ସର୍ବସିଦ୍ଧି। ନିଜ ଉପରେ ବିଶ୍ୱାସ ରଖି ଏମିତି କାମ କର ଯେ ଦିନେ ସେ ତୁମକୁ ଦେଖିବା ପାଇଁ ତାକୁ ଲାଇନରେ ଠିଆ ହେବାକୁ ପଡ଼ିବ। ଶୁଣ ବନ୍ଧୁ, ସିଏ ତୁମକୁ ଭୁଲିନି, କିନ୍ତୁ ସିଏ ତୁମ ଆଭେଲେବିଲିଟିକୁ ଲାଇଟଲି ନେଇଥିଲା। ତୁମର ଅଲୱେଜ ରିପ୍ଲାଏ, ଅଲୱେଜ କେୟାର, ଅଲୱେଜ ୱେଟ୍, ଏହି ଅଲୱେଜ ହିଁ ତୁମ ଭ୍ୟାଲ୍ୟୁକୁ ଶସ୍ତା କରିଦେଇଥିଲା। ଲୋକ ସେତେବେଳେ ଭ୍ୟାଲ୍ୟୁ ବୁଝନ୍ତି ଯେତେବେଳେ ତାକୁ ଭ୍ୟାଲ୍ୟୁ ମିଳିବା ବନ୍ଦ ହୋଇଯାଏ। ଯଦି ତୁମେ ଚାହୁଁଛ ସେ ତୁମକୁ ଖୋଜୁ, ବାସ୍ ଏତିକି କର। କଲ୍ କରନି, ମେସେଜ କରନି, ଷ୍ଟାଟସ ଦେଇ ତାକୁ ହିଣ୍ଟ ଦିଅନି, ନୀରବ ହୋଇଯାଅ। ନୀରବତା ହେଉଛି ସବୁଠାରୁ ବଡ଼ ଉତ୍ତର। ସେ ଭାବିବ ଆଜି କାହିଁକି ମେସେଜ ଆସିଲାନି, ଆଗରୁ ଯିଏ ଏତେ କେୟାର କରୁଥିଲା ସେ ଆଜି କୁଆଡ଼େ ଗଲା। ସେହି ମୁହୂର୍ତ୍ତରୁ ସିଏ ତୁମକୁ ମନେ ପକାଇବା ଆରମ୍ଭ କରିଦେବ। ଯେଉଁଦିନ ତୁମେ ତାକୁ ଦେଖାଇ ଦେବ ଯେ ତୁମେ ତା ବିନା ବି ବହୁତ ଖୁସିରେ ଅଛ, ସେହିଦିନ ତୁମର ବିଜୟ ହେବ। ମଣିଷର ସ୍ୱଭାବ ହେଉଛି ଯିଏ ଆମକୁ ଗୁରୁତ୍ୱ ଦିଏନି, ଆମେ ତାରି ପଛରେ ଦୌଡ଼ୁ। ଯେଉଁଦିନ ତୁମେ ତା ପଛରେ ଦୌଡ଼ିବା ବନ୍ଦ କରିଦେବ, ସେ ତୁମ ପଛରେ ଆସିବାକୁ ବାଧ୍ୟ ହୋଇଯିବ। ରାତିରେ କି ଏକୁଟିଆ ଥିବା ବେଳେ ତା କଥା ମନେ ପଡ଼ିବ, ଆଉ କଷ୍ଟ ମଧ୍ୟ ହେବ। କିନ୍ତୁ ମନେ ରଖ,
ଏହି କଷ୍ଟ ତୁମକୁ ଦୁର୍ବଳ କରୁନାହିଁ, ଏହି କଷ୍ଟ ତୁମକୁ ଶକ୍ତିଶାଳୀ କରୁଛି। ଯେଉଁ ଲୋକ ରାତିରେ ନିଜକୁ କଣ୍ଟ୍ରୋଲ କରିପାରେ ସେହି ଲୋକକୁ ଦିନରେ କେହି କଣ୍ଟ୍ରୋଲ କରିପାରେ ନାହିଁ। ତୁମେ ତାକୁ ଅପସନ୍ ନୁହେଁ ବରଂ ପ୍ରାୟୋରିଟି ଦେଇଥିଲ। ଯଦି ସିଏ ତୁମ ପ୍ରାୟୋରିଟିକୁ ବୁଝିପାରିଲାନି ତେବେ ତୁମ ନୀରବତା ହିଁ ତୁମର ସେଲ୍ଫ ରେସ୍ପେକ୍ଟ ବଢ଼ାଇବ। ଆଜି ରାତିରେ ଯଦି ସିଏ ମନେ ପଡ଼ୁଛି ତେବେ କାନ୍ଦନି କି ତାକୁ ମେସେଜ ମଧ୍ୟ କରନି, କାରଣ ତୁମ ନୀରବତା ହିଁ ସେହି ମେସେଜ ଯାହାକୁ ସିଏ ଇଗ୍ନୋର କରିପାରିବ ନାହିଁ। ମନେ ରଖ ବନ୍ଧୁ, ଯିଏ ତୁମକୁ ହରାଇବାକୁ ଭୟ କରୁନି ସିଏ ତୁମ ସହିତ ରହିବାକୁ କେବେ ବି ଯୋଗ୍ୟ ନୁହେଁ। ଆଜି ତୁମେ ସେହି ମଣିଷ ପାଇଁ ନିଜକୁ ଶେଷ କରିଦେଉଛ ଯାହାର ଦୁନିଆରେ ତୁମ ପାଇଁ କୌଣସି ଜାଗା ହିଁ ନାହିଁ। ଜାଣିଛ ତୁମେ ରାତି ସାରା କାହିଁକି ଚେଇଁକି ରହୁଛ? କାରଣ ତୁମେ ସେହି ମଣିଷ ଭିତରେ ନିଜକୁ ଖୋଜୁଛ ଯିଏ ତୁମକୁ କେବେଠାରୁ ତା ହୃଦୟରୁ ବାହାର କରିସାରିଛି। ତୁମେ ତାର ଫଟୋ ଦେଖୁଛ, ପୁରୁଣା ରେକର୍ଡିଂ ଶୁଣୁଛ, କିନ୍ତୁ ଗୋଟିଏ କଥା ଚିନ୍ତା କରିଛ? ତୁମେ ଯାହା ପାଇଁ ପୁରା ଦୁନିଆ ସହ ଲଢ଼ିବାକୁ ପ୍ରସ୍ତୁତ ଥିଲ ସିଏ ତୁମକୁ ହିଁ ଦୁନିଆ ଆଗରେ ଏକୁଟିଆ ଛାଡ଼ିଦେଲା। ଏହା ହିଁ ସତ୍ୟ ଅଟେ। ଆଉ ଯେ ପର୍ଯ୍ୟନ୍ତ ତୁମେ ଏହି ସତ୍ୟକୁ ଗ୍ରହଣ କରିବ ନାହିଁ ସେହି ପର୍ଯ୍ୟନ୍ତ ତୁମକୁ ଶାନ୍ତିରେ କେବେ ନିଦ ଆସିବ ନାହିଁ। ମନେ ରଖ, କାଚ ଭାଙ୍ଗିଲେ ଶବ୍ଦ ହୁଏ କିନ୍ତୁ ମନ ଭାଙ୍ଗିଲେ ଶବ୍ଦ ହୁଏ ନାହିଁ। ବନ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ କିଏ ବା ଜାଣେ। କେବଳ ଭିତରେ ଭିତରେ ମଣିଷଟି ଶେଷ ହୋଇଯାଏ। ଆଜି ସେ ତୁମକୁ ହେୟଜ୍ଞାନ କରୁଛି, କିନ୍ତୁ ଯେଉଁଦିନ ତୁମେ ନିଜର ଭାଗ୍ୟରେଖା ନିଜ ହାତରେ ବଦଳାଇବ ସେହିଦିନ ସେ ତାର ଭୁଲ ବୁଝିପାରିବ। ଯେତେବେଳେ ସେ ଦେଖିବ ତୁମେ ତା ବିନା ବି ଆକାଶର ଶୀର୍ଷରେ ଅଛ ସେତେବେଳେ ତାର ଅହଙ୍କାର ଭାଙ୍ଗିଯିବ। ଶେଷରେ ବାସ୍ ଏତିକି କହିବି, କାହା ପାଇଁ ନିଜ ଜୀବନକୁ ନଷ୍ଟ କର ନାହିଁ। ତୁମେ ଜନ୍ମ ହୋଇଛ ଜଣେ ସଫଳ ମଣିଷ ହେବା ପାଇଁ, କାହା ପାଇଁ କାନ୍ଦିବା ପାଇଁ ନୁହେଁ। ସେ ତୁମକୁ ଖୋଜିବାକୁ ବାଧ୍ୟ ହେବ। ନିଜକୁ ଏତେ ଯୋଗ୍ୟ କର, ତୁମକୁ ଛାଡ଼ିକି ଯାଇଥିବା ମଣିଷ ନିଜ ଭାଗ୍ୟକୁ ଦୋଷ ଦେବ। କିନ୍ତୁ ସେ ତୁମକୁ ସେତେବେଳେ ଖୋଜିବ ଯେତେବେଳେ ତୁମେ ଉପରକୁ ଯାଇଥିବ। ଆଉ ତାକୁ ଦେଖିବାକୁ ହେଲେ ତୁମକୁ ତଳକୁ ଚାହିଁବାକୁ ପଡ଼ିବ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ନିଶ୍ଚୟ ସେୟାର କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ, ମୁଁ ନିଜକୁ ଯୋଗ୍ୟ କରିବି। ଆଜିଠାରୁ ମୁଁ ଜଣେ ନୂଆ ମଣିଷ ହୋଇକି ଦେଖେଇବି। କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।